ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ମାଛ ମାଂସ ଦୋକାନ ଛତୁ ଫୁଟିଲା ଭଳି ଗଢ଼ି ଉଠିଛି। ପାରଳା ପୌର ପରିଷଦ ଟିକସ ଆଦାୟରେ ବାଉଳା ଲଗାମ ଛାଡ଼ା କରିଛି। ପୌର ପରିଷଦ ଅଙ୍କୁଶ ଲାଗିବ କେବେ? ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁ ଦିନ ମାଛ ମାଂସ ଦୋକାନ ଛତୁ ଫୁଟିଲା ଭଳି ଗଢ଼ି ଉଠିଛି। ଏଥିପ୍ରତି ପୌର ପରିଷଦର ଅଙ୍କୁଶ ନାହିଁ, କେବଳ ଟିକସ ଆଦାୟ କରିବାରେ ବାଉଳା। ସହରର ବିଭିନ୍ନ ଛକ, ସାହି, ଗଳି, ରାସ୍ତା କଡ଼ରେ ଖୋଲା ଏହି ସବୁ ମାଛ ମାଂସ ବିକ୍ରି ଦୋକାନ, ଯାହାଫଳରେ ଅପରିଷ୍କାର ଦୂଷିତ ହେବା ସାଙ୍ଗକୁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ବଜାର ମଧ୍ୟରେ ମାଛ ମାଂସ ଦୋକାନ ଥାଇ ମଧ୍ୟ ରାସ୍ତା କଡ଼ରେ ଛତୁ ଫୁଟିଲା ଭଳି ମାଛ ମାଂସ ଦୋକାନ ଗଢ଼ି ଉଠିଛି। ଏହାଦ୍ୱାରା ରାସ୍ତାରେ ଯାଉଥିବା କମଳମତୀ ଶିଶୁଙ୍କ ଉପରେ ବା କମଳମତୀ ଛାତ୍ରଛାତ୍ରୀଙ୍କ ଉପରେ ସମାଜରେ ଏହାର କ'ଣ ପ୍ରଭାବ ପଡ଼ିବ, ପୌର ପରିଷଦ ଚିନ୍ତା କରିବା କଥା। ପୌର ପରିଷଦ କେବଳ ଟିକସ ଆଦାୟ କରିବାରେ ବାଉଳ। ଗଜପତି ଷ୍ଟାଡିୟମ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକ, ସାହିରେ ଦିନକୁ ଦିନ ଗଢ଼ି ଉଠିଛି। ସହରର ଗୋଟିଏ ସ୍ଥାନରେ ମାଛ ମାଂସ ବିକ୍ରି ବଟା କରିଲେ ଟ୍ରାଫିକ ସମସ୍ୟା ଦୂର ହେବା ସହ ମାଂସକୁ ବିଭାଗ ଦ୍ୱାରା ପରୀକ୍ଷା କରି ବିକ୍ରି କରିପାରିଲେ ଜନସାଧାରଣ ଉପକୃତ ହୋଇପାରିବେ। ସହର ପରିବେଶ ପରିଷ୍କାର ପରିଚ୍ଛନ୍ନତା ରହିପାରିଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ସେମିତି କିଛି ନିୟମ ନାହିଁ ଯେ ଯୋଉଠି ଇଚ୍ଛା ସେଇଟା ମନ ଇଚ୍ଛା ବିକ୍ରି ବଟା ହେଇପାରିବ। ଆମିଷ ମାନେ ମାଛ, ମାଂସ, କୁକୁଡ଼ା ଯାହା ବି ବିକ୍ରି ହେଇପାରିବ ନାହିଁ, ସେଗୁଡ଼ିକୁ ବି ଆମେ ତୀକ୍ଷ୍ଣ ନଜର ରଖିଛୁ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏନଫୋର୍ସମେଣ୍ଟ କରିବୁ। ନା ଟିକସ ଯଦି ଆଦାୟ ହେଉଛି, ଆପଣ ଦେଖନ୍ତୁ ଅଥରାଇଜ୍ଡ ପର୍ସନ୍ ଆମର କଲେକ୍ସନ୍ କରୁଛନ୍ତି, ସେଇଟାରେ କିଛି ଦ୍ୱିଧା ନାହିଁ। କିନ୍ତୁ ତାକୁ ଆମର ଗୋଟେ ବଡ଼ ଫିସ୍ ମାର୍କେଟ କରିବାର ଅଛି। 1 କୋଟି ଟଙ୍କାର ଗୋଟେ ପ୍ରୋଜେକ୍ଟ ଆମେ ସାଂସନ୍ କରେଇଛୁ। ଆଉ ସେଇଟା ଆମର ଅତି ଶୀଘ୍ର କାର୍ଯ୍ୟକାରୀ ହେଲେ ସମସ୍ତ ଆମିଷ ଦୋକାନକୁ, ନନଭେଜ୍ ସପ୍ଟାକୁ ଆମେ ଉଠେଇ ଆଣିବୁ।